ସାଙ୍ଗମାନେ ମୋ ସିନ୍ଦୁରର ଅଧିକାରରେ ଦେଖନ୍ତୁ। ମୁକ୍ତି ମନେ ମନେ କୁହେ, ମୁକ୍ତି ତୁ ନା ସତରେ ପାଗଳି ହେଇଯାଇଛୁ। ଯେତେବେଳେ ତୁ ଆଦି ସାର୍ଙ୍କୁ ଦେଖୁଛୁ ତୋ ମୁଣ୍ଡ ଘିରିଘିରି ହେଇକି ବୁଲୁଛି, ନହେଲେ ତୋ ହାତ ଗୋଡ଼ ଥଣ୍ଡା ହେଇଯାଉଛି। ଆରେ ନିଜକୁ କଣ୍ଟ୍ରୋଲ କରିବା ଶିଖ। ଏଥର ମୁଁ ଗୋଟେ କାମ କରିବି, ଯେତେବେଳେ ବି ଆଦି ସାର୍ଙ୍କୁ ଦେଖିବି କିଛି ନା କିଛି ଗୋଟେ କାମରେ ଲାଗିଯିବି। ନା ତାଙ୍କ ସହିତ ନଜର ମିଶିବ ନା କିଛି ଗଡ଼ବଡ଼ ହେବ। ରାଇଟ୍। ମୁକ୍ତି ଏଇସବୁ କଥା ଭାବି ଭାବି ଯାଉଥିବା ବେଳେ ମୁକ୍ତି ଆଦିକୁ ଆସିଥିବାର ଦେଖେ। ମୁକ୍ତି ଆଦିକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହେଇଯାଏ, ଆଉ କାଗଜରେ କିଛି ଲେଖିବା ପାଇଁ ଚେଷ୍ଟା କରେ। ମୁକ୍ତି ପେନ୍ଟାକୁ ଛାଟି ଦିଏ, ଆଉ କାଳି ସବୁ ଆଦି ମୁହଁରେ ପଡ଼ିଯାଏ। ମୁକ୍ତି ଦେଖିକି ବହୁତ ଡରିଯାଏ। ଆଦି ଜୋରସେ ପାଟି କରିକି କୁହେ, ମୁକ୍ତି। ମୁକ୍ତି କୁହେ, ସାର୍ ସରି ସାର୍, ସାର୍ ସେ ପେନ୍ ନା ସାର୍, ଏସବୁ କେମିତି ହେଲା ମୁଁ ସତରେ ଜାଣିନି। ମୋତେ ଲାଗୁଛି ଆପଣଙ୍କ ଭାଗ୍ୟ ହିଁ ଖରାପ। ଆଦି କୁହେ, କ'ଣ କହିଲ? ମୋ ଭାଗ୍ୟ ଖରାପ? ତମେ? ତାପରେ ମୁକ୍ତି ନିଜ ଓଢ଼ଣୀରେ ଆଦି ମୁହଁରେ ଲାଗିଥିବା କାଳିକି ପୋଛିଦିଏ। ଆଦି ମୁକ୍ତିକୁ ଚାହିଁଥାଏ, ଆଉ ମୁକ୍ତି ଦେଖେ ତ ଆଦି ମୁହଁରେ କଲର ଅଧିକ ଲାଗିଯାଏ। ମୁକ୍ତି ବହୁତ ଡରିଯାଏ। ଆଦି କୁହେ, କ'ଣ ହେଲା? ସଫା ହେଲା ନା ନାହିଁ? ମୁକ୍ତି କୁହେ, ଇଏ କ'ଣ ପାଇଁ ସବୁବେଳେ ମୋ ସାମ୍ନାକୁ ଆସୁଛନ୍ତି କେଜାଣି? ମୁଁ ଏବେ କ'ଣ କରିବି? ମୁଁ ଏଠୁ ପଳେଇବି। ମୁକ୍ତି ଯାଉଥିବା ବେଳେ ଆଦି ମୁକ୍ତିର ଓଢ଼ଣୀକୁ ଧରିନିଏ। ତାପରେ ଆଦି ମୁକ୍ତିର ଓଢ଼ଣୀରେ ନିଜ ମୁହଁରେ ଲାଗିଥିବା କଳାକୁ ନିଜେ ପୋଛେ। ଆଉ ମୁକ୍ତି ସେଠୁ ଦୌଡ଼ିକି ପଳେଇଯାଏ, ଆଉ ଆଦି ହାତରେ ମୁକ୍ତିର ଓଢ଼ଣୀ ରହିଯାଏ। ଆଉ ଆଦି ମୁକ୍ତିକୁ ଡାକେ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟ ଲାଇକ୍ଟେ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।